ଝାରସୁଗୁଡ଼ା ପୌରାଧକ୍ଷା ରାଣୀ ହାତୀ ଚାଡ଼େଶ୍ୱର ମନ୍ଦିର ପରିଦର୍ଶନ କରି ମନ୍ଦିର ପରିସରରେ ଚାଲିଥିବା ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି। 3 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଶ୍ରଦ୍ଧାଳୁଙ୍କ ପାଇଁ ରେଷ୍ଟ ସେଡ୍, ପୋଖରୀ ପୁନରୁଦ୍ଧାର, ଇକୋ ପାର୍କ ସହ ମନ୍ଦିର ପରିସରର ସୌନ୍ଦର୍ଯ୍ୟକରଣ ଓ ପାରିପାର୍ଶ୍ୱିକ ବିକାଶ କାମ ପୌର ପ୍ରଶାସନ ପକ୍ଷରୁ ଚାଲୁ ରହିଛି। ଏନେଇ ଆଜି ପୌରାଧକ୍ଷା ହାତୀ ମନ୍ଦିର ପରିଦର୍ଶନ କରି ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିଛନ୍ତି। ଆଗକୁ ଶ୍ରାବଣ ମାସ ଆରମ୍ଭ ହେବାକୁ ଥିବା ବେଳେ ମନ୍ଦିର ପରିସରରେ ପଡ଼ି ରହିଥିବା ଅଳିଆ ଆବର୍ଜନା ସଫା କରିବା ସହ ବ୍ଲିଚିଂ ପାଉଡର ପକାଇବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୌରାଧକ୍ଷା ହାତୀ। ପୌରାଧକ୍ଷା ହାତୀଙ୍କ ପରିଦର୍ଶନ ସମୟରେ ୱାର୍ଡ ନମ୍ବର 16 ନବନୀତ କୌର, ୱାର୍ଡ ନମ୍ବର 15 ଝରଣା ଭୋଇ, ପୌର ପରିଷଦର ମୁଖ୍ୟ ଯନ୍ତ୍ରୀ ସୀମାଞ୍ଚଳ ଦାସ, କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ପଟେଲ, ପରିମଳ ବିଶେଷଜ୍ଞ ଆଲୋକ ରଞ୍ଜନ ଜଗତ ପ୍ରମୁଖ ବହୁ ସଂଖ୍ୟାରେ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ। ଝାରସୁଗୁଡ଼ାରୁ ଘନଶ୍ୟାମ ପଡ଼ିଆରୀଙ୍କ ରିପୋର୍ଟ, ଓଡ଼ିଆ ଭାସ୍କର।